ମୁଁ ଜଣେ ଛୋଟ ପିଲାଙ୍କୁ ଟ୍ୟୁସନ୍ ପଢ଼ାଉଥିଲି। ସେ 10ମ ଶ୍ରେଣୀରେ 2 ଥର ଫେଲ୍ ହୋଇଥିଲା। ସେ 15 ବର୍ଷର ନୁହେଁ, ବରଂ 17 ବର୍ଷର ଲାଗୁଥିଲା। ଟ୍ୟୁସନ୍ ସମୟରେ ସେ ସବୁବେଳେ ମୋତେ ଦେଖୁଥାଏ। ଗୋଟେ ଦିନ ସେ ସିଧା ମୋ ଘରକୁ ଆସିଲା ଓ କହିଲା, ମୁଁ ଆପଣଙ୍କୁ ଯେତେ ଟଙ୍କା ଆବଶ୍ୟକ ଦେବି, କିନ୍ତୁ ଆପଣ ମୋ ମନକୁ ଶାନ୍ତି କରିଦିଅ। ମୁଁ ପ୍ରେମକୁ ଛୋଟ ବୋଲି ଭାବି ତା କଥାରେ ହସିଦେଲି। ତାପରେ ସେ ବେଡ୍ରେ କ୍ଲାସ୍ ସରିବା ପର୍ଯ୍ୟନ୍ତ ମୋ ସହିତ ମ୍ୟାଚ୍ ଖେଳିଲା। ମୁଁ ସ୍ନେହା। ମୁଁ ଘରେ ଟ୍ୟୁସନ୍ କରୁଥିଲି ଓ 10ମ ପର୍ଯ୍ୟନ୍ତ ଛୋଟ ପିଲାମାନେ ମୋ ପାଖକୁ ପଢ଼ିବାକୁ ଆସୁଥିଲେ। ଟ୍ୟୁସନ୍ ଦ୍ୱାରା ମୁଁ ମାସକୁ 6,000 ଟଙ୍କା ରୋଜଗାର କରୁଥିଲି, କିନ୍ତୁ ସେ ବି ଘରେ ଖର୍ଚ୍ଚ ହୋଇଯାଉଥିଲା। ସେଇ ଟଙ୍କାରେ ବି ମୁଁ ମୋ ଘର ଠିକ୍ ଭାବରେ ଚଲାଇ ପାରୁନଥିଲି, କିନ୍ତୁ ଯାହା ଥିଲା ମୋ ପାଇଁ ସେ ଠିକ୍ ଥିଲା। ଗୋଟେ ଦିନ ମୋର ଟ୍ୟୁସନ୍ରେ ଜଣେ 60 ବର୍ଷର ବ୍ୟକ୍ତି ତାଙ୍କ 15 ବର୍ଷର ନାତିକୁ ନେଇକି ଆସିଲେ। ସେ ବ୍ୟକ୍ତି ଗୋଟେ ମହଙ୍ଗା ଗାଡ଼ିରେ ଆସିଥିଲେ ଓ ତାଙ୍କର ଜୀବନଶୈଳୀ ବି ଧନୀ ବ୍ୟକ୍ତି ପରି ଲାଗୁଥିଲା। ସେମାନେ ତାଙ୍କ ନାତିଙ୍କୁ ବଡ଼ ବଡ଼ କୋଚିଂ ସେଣ୍ଟରକୁ ନେଇ ନଥିଲେ, କାରଣ ମୁଁ ତାଙ୍କୁ ପଚାରିଲି। ସେ କହିଲେ, ମ୍ୟାଡାମ୍, ଯଦି ଆପଣ ମୋର ନାତିକୁ 15 ବର୍ଷ ବୋଲି ଭାବୁଛନ୍ତି, ତେବେ ଶୁଣନ୍ତୁ, ସେ 15 ବର୍ଷ ନୁହେଁ, ସେ 17 ବର୍ଷ। ତାର 10ମ ପାସ୍ କରିବାର ବୟସ କେବେଠାରୁ ଗଲାଣି। ସେ 2 ବର୍ଷ ଧରି ବାରମ୍ବାର ଫେଲ୍ ହେଉଛି। ସହରର ବଡ଼ ବଡ଼ କୋଚିଂ ସେଣ୍ଟରରେ ପଢ଼ାଉଥିଲି, କିନ୍ତୁ କୌଣସି ଲାଭ ହେଉନଥିଲା। ଜଣେ ଛାତ୍ରୀଙ୍କ ଠାରୁ ଆପଣଙ୍କର ନାମ ଶୁଣିଥିଲି। କେବେ କେବେ ଯାହା ବଡ଼ମାନେ କହିପାରନ୍ତି ନାହିଁ, ସେଇଟା ଏକ ସାଧାରଣ ମଣିଷ କହିଦିଏ। ଏବେ ମୁଁ ଆପଣଙ୍କ ପାଖକୁ ବହୁତ ଆଶା ନେଇକି ଆସିଛି। ମୋର ବିଶ୍ୱାସ ଅଛି, ଆପଣଙ୍କ ପାଖରେ ପଢ଼ିଲେ ମୋ ନାତି ଏଥର ନିଶ୍ଚୟ 10ମ ପାସ୍ କରିବ। ସୁଧାକର ରାଓଙ୍କ କଥାରେ ମୁଁ ସତ୍ୟତା ଦେଖିଲି ଏବଂ ମୁଁ ତାଙ୍କ ନାତିଙ୍କୁ ଆଡମିସନ୍ ଦେଇଦେଲି। ସେଦିନ ତାଙ୍କ ନାତିଙ୍କୁ ମୋ ପାଖରେ ଟ୍ୟୁସନ୍ ପାଇଁ ଛାଡ଼ିଗଲେ। ସେଥିପାଇଁ ସେ ମୋତେ 3,000 ଟଙ୍କା ଦେଲେ, କାରଣ ଅନ୍ୟ ପିଲାଙ୍କ ପରି ସେମାନେ ଟଙ୍କା ଦେବାରେ କୌଣସି ସମସ୍ୟା ନଥିଲା। ପ୍ରଥମ ଦିନରୁ ହିଁ ସେମାନେ ମୋତେ ସାରା ମାସର ଫିସ୍ ଦେଇଥିଲେ। ପ୍ରଥମ ଦିନ ଯେତେବେଳେ ମୁଁ ପ୍ରେମକୁ ପଢ଼େଇବା ଆରମ୍ଭ କଲି, ସେ ପଢ଼ାରେ ଖୁବ୍ ଦୁର୍ବଳ ଥିଲା। ତାର ଧ୍ୟାନ ପଢ଼ାରୁ ବାହାରେ ଅଲଗା ଜାଗାରେ ଥିଲା। 2 ଦିନ ଏଇଭଳି ଚାଲିଲା। ତୃତୀୟ ଦିନ ସୁଧାକର ରାଓ ତାଙ୍କ ନାତିଙ୍କର ପଢ଼ା ବିଷୟରେ ଜାଣିବାକୁ ଟ୍ୟୁସନ୍କୁ ଆସିଲେ। ମୁଁ ତାଙ୍କୁ କହିଲି, ଆପଣଙ୍କର ନାତି ପଢ଼ାରେ ଖୁବ୍ ଦୁର୍ବଳ। ମୋତେ ତା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ, ଆଉ ସେଥିପାଇଁ ଅଧିକ ଫିସ୍ ଲାଗିବ। 3,000ରେ କାମ ହେବ ନାହିଁ। ଆପଣଙ୍କର ନାତିକୁ ଅଧିକ ଧ୍ୟାନ ଦେବାକୁ ପଡ଼ିବ, ତେଣୁ ଆପଣଙ୍କୁ ମାସକୁ 10,000 ଟଙ୍କା ଦେବାକୁ ହେବ। ସୁଧାକର ରାଓ କହିଲେ, 10,000 ଜାଗାରେ ମୁଁ ତୁମକୁ 20,000 ଦେବି, କିନ୍ତୁ ଏଇ ବର୍ଷ ମୋ ନାତି 10ମ ପାସ୍ କରିବା ଦରକାର। ଏବେ ମୁଁ ଅଧିକ ଟଙ୍କା ନେଉଥିଲି, ତେଣୁ ମୁଁ ଅଧିକ କ୍ଲାସ୍ ନେବାକୁ ରେଡି ହୋଇ ଯାଉଥିଲି। ଦ୍ୱିପ୍ରହର 2ଟାରୁ 3ଟା ପର୍ଯ୍ୟନ୍ତ ସବୁ ଛାତ୍ରମାନେ ଟ୍ୟୁସନ୍ ସମାପ୍ତ କରି ଘରକୁ ଫେରି ଯାଉଥିଲେ, କିନ୍ତୁ ପ୍ରେମ 3ଟା ପରେ ବି ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଏକା ଟ୍ୟୁସନରେ ରହୁଥିଲା। ସେ ସାଧାରଣ ନଥିଲା। ବହୁତ ମହଙ୍ଗା ଫୋନ୍ ତା ପାଖରେ ଥିଲା। 17 ବର୍ଷର ଛୋଟ ପିଲା ହାତରେ 1.5 ଲକ୍ଷର ଫୋନ୍ ଦେଖି ମୋର ଆଖି ଆଶ୍ଚର୍ଯ୍ୟ ହୋଇଯାଉଥିଲା। ପ୍ରେମ ବହୁତ ଜିଦ୍ଦି ଥିଲା। ଏ କଥା ମୋତେ ସେଇଦିନ ଜାଣିବାକୁ ମିଳିଲା। ଯେତେବେଳେ ମୁଁ ତାର ହାତରୁ ମୋବାଇଲ ଛଡ଼ାଇ ନେଲି, ମୋବାଇଲ ଦେବାକୁ ସେ ଜିଦ୍ଦି କଲା। ଏଇ ଟଣାଟଣିରେ ମୋର ଓନି ତଳେ ପଡ଼ିଗଲା, ଆଉ ପ୍ରେମ ନଜର ହଠାତ୍ ଭୁଲ ଜାଗାରେ ପଡ଼ିଗଲା। ତାର ନଜରକୁ ବୁଝିବା ସହିତ ମୁଁ ତାକୁ ତା ମୋବାଇଲ ଫେରାଇ ଦେଲି ଏବଂ ତୁରନ୍ତ ମୋ ଓନିକୁ ସମ୍ଭାଳି ନେଲି। ମୁଁ ପ୍ରେମକୁ ଗୋଟେ ଛୋଟ ପିଲା ଭାବୁଥିଲି। ଯେତେବେଳେ ମୋ ସ୍ୱାମୀ ବିକ୍ରମ ଘରକୁ ଆସିଲେ, ମୁଁ ତାଙ୍କର ହତାଶ ମୁହଁ ଦେଖିଲି। ମୁଁ ପ୍ରେମକୁ କହିଲି, ଏବେ ତୁମେ ଘରକୁ ଯାଅ, ଟ୍ୟୁସନ୍ ସମୟ ସମାପ୍ତ ହୋଇଯାଇଛି। ପ୍ରେମ ମୋର ହାତ ଛାଡ଼ିଦେଲା ଏବଂ ମୁଁ ମୋର ରୁମ୍କୁ ଚାଲିଗଲି। ମୁଁ ବିକ୍ରମକୁ ପଚାରିଲି, ବିକ୍ରମ, କ'ଣ ହେଲା? ତୁମ ମୁହଁ ଏତେ ଉଦାସ କାହିଁକି ଲାଗୁଛି? ସେ କହିଲା, ଏଇ ମାସରେ ମୋର ଦରମା କମ୍ ଆସିଛି, କିନ୍ତୁ ସପ୍ତାହ କାମରେ ଛୁଟି ପଡ଼ୁଛି। ତାଙ୍କର ମୁହଁକୁ ଦେଖି ମୁଁ ମୋ ଆଲମିରାରୁ 10,000 ଟଙ୍କା ଆଣି ଦେଲି। ମୁଁ ତାଙ୍କୁ କହିଲି, ମୁଁ ମୋ ଟ୍ୟୁସନ୍ରୁ ଭଲ ରୋଜଗାର କରିଛି। ଟଙ୍କା ଦେବାରୁ ବିକ୍ରମ ମୋତେ ଭିଡ଼ି ଧରିଲେ। ସେତିକିବେଳେ ପ୍ରେମ କହିଲା, ମ୍ୟାଡାମ୍, ମୋତେ ଗଣିତ ପାଠରେ ଗୋଟିଏ ବୁଝିପାରୁନାହିଁ, ସେଥିପାଇଁ ମୁଁ ନ ଯାଇ ରହିଥିଲି। ମୁଁ ତାକୁ ଟିକେ ବୁଝାଇ ଦେଇ ମୋ ରୁମ୍କୁ ଚାଲିଗଲି। ଆଜି ସନ୍ଧ୍ୟାରେ ମୁଁ ଗୋଟେ ନୂଆ ଯୋଡ଼ି ଝୁମକା କିଣିବାକୁ ଯିବି ବୋଲି ଭାବିଥିଲି। ଗତ କିଛି ଦିନ ଧରି ମୁଁ ସେଇଥିପାଇଁ ଟଙ୍କା ଯୋଗାଡ଼ କରୁଥିଲି। ଯେତେବେଳେ ମୁଁ ରୁମ୍କୁ ଗଲି ଏବଂ ଆଲମିରାକୁ ଖୋଲିଲି, ଦେଖିଲି ସେଠାରେ କିଛି ନାହିଁ। ମୋ ସ୍ୱାମୀଙ୍କର 30,000 ଟଙ୍କାରେ କିଛି ବି ପୂରା ହୋଇ ପାରୁନଥିଲା। ଆମ 14 ବର୍ଷର ପୁଅକୁ ଆମେ ତାର ମାମୁଙ୍କ ପାଖରେ ଛାଡ଼ିଥିଲୁ ପଢ଼ିବା ପାଇଁ, ଆଉ ତାର ପଢ଼ାଶୁଣା ପାଇଁ ଟଙ୍କା ବି ଆମକୁ ପଠାଇବାକୁ ପଡ଼ୁଥିଲା। ଏଇ ସବୁ ଭାବିଲା ପରେ ମୁଁ ପ୍ରେମକୁ ସେଇ ସବୁ କିଛି ଦେବାକୁ ଭାବିଲି, ଯାହା ସେ ଚାହୁଁଥିଲା। ମୋତେ ଲାଗିଲା ପ୍ରେମକୁ ଏଇ ସବୁ କଥା ଅଧିକ କିଛି ଜଣା ନଥିବ, ଆଉ ସେ କ'ଣ କରିପାରିବ। କିନ୍ତୁ ଯେତେବେଳେ ସେ ମୋ ପାଖକୁ ଆସିଲା, ସେ ଗୋଟିଏ ପୁରୁଣା ଖେଳାଳି ଭଳି ମୋ ସହିତ ମ୍ୟାଚ୍ ଖେଳିବା ଆରମ୍ଭ କଲା।
ମୁଁ ପ୍ରେମକୁ ଛୋଟ ଭାବୁଥିଲି, କିନ୍ତୁ ସେ ତାର କିଛି ବି ଛୋଟ ନଥିଲା। ସେ ପ୍ରତିଦିନ ଏକ୍ସଟ୍ରା କ୍ଲାସ ସମୟରେ ମୋ ସହିତ ମ୍ୟାଚ୍ ଖେଳୁଥିଲା। ଏଇଭଳି କିଛି ଦିନ ବିତିଗଲା। ଗୋଟେ ଦିନ ମୁଁ ପ୍ରେମ ପାଖରେ ସେଇ ବଟିକା ଦେଖିଲି, ଯାହା ତା ପାଖରେ ରହିବା ଉଚିତ ନଥିଲା। ମୁଁ ତାକୁ ପଚାରିଲି ଯେ ସେ କେଉଁଠୁ ଏଇ ଜିନିଷ ଆଣିଲୁ। ସେ କହିଲା, ଟଙ୍କା ପକାଇଲେ ସବୁ କିଛି ମିଳିଯାଏ, ଯେମିତି ତୁମେ ମତେ ମିଳିଲ। ପ୍ରେମର ଏଇ କଥାଗୁଡ଼ିକୁ ଶୁଣିବାକୁ ଅଜବ ଲାଗିଲା, କିନ୍ତୁ ମତେ ଟଙ୍କାର ଆବଶ୍ୟକତା ଥିଲା, ତେଣୁ ମୁଁ ତାର କଥାକୁ ଧ୍ୟାନ ଦେଉନଥିଲି। ମୋ ସହିତ ମ୍ୟାଚ୍ ଖେଳିବା ପୂର୍ବରୁ ସେ ସେଗୁଡ଼ିକ ଖାଉଥିଲା। ମୁଁ ବହୁତ ଥର ସେଗୁଡ଼ିକ ଖାଇବାକୁ ମନା କରିଥିଲି, କିନ୍ତୁ ଗୋଟେ ଦିନ ସେ ନ ଖାଇ ମୋ ସହିତ ମ୍ୟାଚ୍ ଖେଳିବାକୁ ଆସିଥିଲା। ଆଉ ସେ ନିଜକୁ ଦୁର୍ବଳ ଅନୁଭବ କଲା। ପ୍ରେମ ନିଜକୁ ବଡ଼ ଭାବୁଥିଲା ଯେ ସେ ସବୁ କିଛି କରିପାରିବ। ସେ ସେଇ ଶକ୍ତି ବଢ଼େଇବା ବଟିକା ଖାଉଥିଲା। ସେଇଦିନ ପ୍ରେମକୁ ଚକ୍କର ଲାଗିଲା, ତଥାପି ସେ ମୋ ସହିତ ମ୍ୟାଚ୍ ଖେଳିବାରେ କୌଣସି ଅସୁବିଧା ଦେଖେଇ ନଥିଲା। ପ୍ରେମ ମୋର ପ୍ରତ୍ୟେକ ଆବଶ୍ୟକତାକୁ ପୂରଣ କରୁଥିଲା, ଆଉ ମୁଁ ତାକୁ ସେଇ ସୁଖ ଦେଉଥିଲି ଯାହା ସେ ଚାହୁଁଥିଲା। ଏଇସବୁ କଥାକୁ ମୋର ସ୍ୱାମୀ ବିକ୍ରମକୁ କିଛି ବି ଖବର ନଥିଲା। ମୁଁ ବିକ୍ରମକୁ ଏହା କହିଥିଲି ଯେ ମୋ ପାଖରେ କିଛି ପାଠରେ ଦୁର୍ବଳ ଛାତ୍ର ଅଛନ୍ତି, ଯାହାକୁ ମୁଁ ପଢ଼େଇବାରେ ସାହାଯ୍ୟ କରୁଛି। ତାକୁ ମୋର ଏବଂ ପ୍ରେମର ସମ୍ପର୍କ ବିଷୟରେ କିଛି ଜଣା ନଥିଲା। ଗୋଟେ ଦିନ ମୋବାଇଲରେ ମୋର ଭଉଣୀର ଫୋନ୍ ଆସିଲା। ଅନିତା ମୋତେ ଫୋନରେ ଯାହା କହିଲା ତାହା ଶୁଣିବା ପରେ ମୋ ପାଦ ତଳୁ ମାଟି ଖସିଗଲା। ଯେତେବେଳେ ତାର ଫୋନ୍ ଆସିଲା, ସେତେବେଳେ ମୁଁ ପ୍ରେମ ସହିତ ମୋ କାମନାରେ ଥିଲି। ପ୍ରେମକୁ ଚକ୍କର ଲାଗିଲା, ଆଉ ସେ ମୋ ବିଛଣା ଉପରେ ପଡ଼ିଥିଲା। ମୋର ଭଉଣୀର କଥା ଶୁଣିବା ପରେ ମୁଁ ପ୍ରେମକୁ ନିଜଠୁ ଅଲଗା କରିଦେଲି। ଅନିତା କହିଲା, ସ୍ନେହା, ତୋ ପୁଅକୁ ଏଠାରୁ ନେଇଯା। ତୁମ ଅବସ୍ଥାକୁ ଦେଖି ମୁଁ ତାକୁ ପଢ଼ାଉଥିଲି, କିନ୍ତୁ ସେ ଏମିତି କାମ କରୁଛି ଯାହା ମୋର ଇଜ୍ଜତ ଚାଲି ଯାଉଛି। ମୁଁ କାବା ହୋଇଗଲି ଯେ ମୁଁ କେମିତି କହିବି, ଭାବି ପାରୁନଥିଲି, କାରଣ ମୁଁ ନିଜେ ଗୋଟିଏ ଶିକ୍ଷକ ଥିଲି। ସତେ କିଛି ଟଙ୍କା ପାଇଁ ମୁଁ ଗୋଟିଏ 17 ବର୍ଷର ଛୋଟ ପିଲାକୁ ଅନୁଚିତ ଇଚ୍ଛାକୁ ପୂରଣ କରୁଥିଲି। ସେଇଦିନ ମୁଁ ବୁଝିପାରିଲି ଯେ ଯଦି ମୁଁ ପ୍ରେମକୁ ସେଇ ସବୁ କାମ ପାଇଁ ମନା କରିଥାନ୍ତି, ଆଉ ତାକୁ ମୋର ପ୍ରେମର ଜାଲରେ ଫସେଇ ନଥାନ୍ତି, ତାହେଲେ ଆଜି ମୋ ପୁଅ ସେଇ କାମ କରିନଥାନ୍ତା। ମୋ ପୁଅ ଯାହା କରିଛି ସେଥିରେ ମୋର ଭୁଲ ଅଛି। ମୋର ଭୁଲକୁ ଅନୁଭବ କରିବା ପାଇଁ ମୋ ପୁଅ ଏମିତି କର୍ମ କରିଛି। ସେଇ ଦିନଠାରୁ ମୁଁ ପ୍ରେମ ଠାରୁ ଆଣିଥିବା ସବୁ ଉପହାର ଏବଂ ଟଙ୍କା ତାକୁ ଫେରାଇ ଦେଲି ଏବଂ ମୋର ଟ୍ୟୁସନ ବନ୍ଦ କରିଦେଲି। ସେଇ ଦିନରୁ ପ୍ରେମ ପଢ଼ାଶୁଣା ଉପରେ ଧ୍ୟାନ ଦେବା ଆରମ୍ଭ କଲା। ମୁଁ ଟ୍ୟୁସନ ପଢ଼ାଇବା ବନ୍ଦ କରିଦେଲି କାରଣ ମୁଁ ଯାହା କରିଛି ସେଥିପାଇଁ ମୋତେ ବହୁତ ଅନୁତାପ ହେଉଥିଲା। ମୁଁ ସେଇ ବିଷୟରେ ମୋର ସ୍ୱାମୀଙ୍କୁ କିଛି କହିପାରୁନଥିଲି। ନା ମୁଁ ମୋର 14 ବର୍ଷର ପୁଅ ସହିତ ଆଖି ମିଶେଇ ପାରୁଥିଲି। ମୋ ପୁଅ ଯାହା କରିଛି ସେ ଭୁଲ ଥିଲା, କିନ୍ତୁ ମୁଁ ତାକୁ କେମିତି କହିବି ଏହା ମୁଁ ବୁଝିପାରୁନଥିଲି। ସେଇ ଦିନରୁ ମୁଁ ନିଷ୍ପତ୍ତି ନେଲି ଯେ ଯାହା ମୋ ପାଖରେ ଅଛି ସେଇଥିରେ ମୁଁ ଖୁସି ରହିବି। ଟଙ୍କା ସବୁ କିଛି ନୁହେଁ, ଟଙ୍କା ଠାରୁ ବଡ଼ ହୋଇଥିବା ସଂସ୍କାର। ମୁଁ ମୋର ପୁଅ ଏବଂ ଛାତ୍ରଛାତ୍ରୀଙ୍କୁ ସଂସ୍କାର ଦେବାକୁ ଭୁଲି ଯାଇଥିଲି। ଟଙ୍କା କମେଇବାର ଆଶାରେ ମୁଁ ମୋର ସଂସ୍କାରକୁ ହରାଇ ଦେଇଥିଲି। ଭଗବାନ ମୋର ପୁଅ ସହିତ ଭୁଲ କରାଇ ମୋତେ ମୋର ଭୁଲର ଅନୁଭବ କରାଇଦେଲେ। ସେଇ ଦିନରୁ ମୁଁ ମୋର ପୁଅକୁ ଭଲ ସଂସ୍କାର ଦେବାକୁ ଆରମ୍ଭ କଲି। ଯଦି ଆପଣମାନଙ୍କୁ ଏହି କାହାଣୀ ପସନ୍ଦ ଆସିଥାଏ, ତେବେ ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।